ଖ୍ରୀଷ୍ଟରେ ମୋର ପ୍ରିୟ ଭାଇ ଭଉଣୀମାନେ, ପୁନର୍ବାର ଆପଣମାନଙ୍କୁ ମୋର ପ୍ରେମ ନମସ୍କାର ଜଣାଏ। ଏହି ଦିନଗୁଡ଼ିକରେ ଆମମାନେ ଚାରିପାଖରେ ବିକ୍ଷିପ୍ତ ମଣ୍ଡଳୀ ଗୁଡ଼ିକ ଯେଉଁମାନେ ବିଭିନ୍ନ ପ୍ରକାର ତାଡ଼ନା ମଧ୍ୟରେ ଗତି କରୁଥିଲେ, ପୁଣି ଯେଉଁମାନଙ୍କର ସମ୍ମୁଖରେ ଅଧିକ ତାଡ଼ନା ଗୁଡ଼ିକର ଆବଶ୍ୟକତା ରହିଥିଲା, ଯେଉଁ ବିଷୟ ଗୁଡ଼ିକ ସେହି ବିଶ୍ୱାସୀମାନଙ୍କୁ ମଣ୍ଡଳୀ ଗୁଡ଼ିକୁ ବିଭିନ୍ନ ପ୍ରକାର ଭାବରେ ବିଚଳିତ କରୁଥିଲା, ଭୟଭୀତ କରୁଥିଲା, ନିରାଶ କରୁଥିଲା। ସେହି ସମୟରେ ଆମେ ଶିକ୍ଷା କରି ଆସୁଛୁ କିପରି ଭାବରେ ପ୍ରେରିତ ପିତର ସେମାନଙ୍କୁ ଉତ୍ସାହ ପ୍ରେରଣା ଦେଇ ଯେପରି ସେମାନେ ଖ୍ରୀଷ୍ଟୀୟ ବିଶ୍ୱାସରେ, ଖ୍ରୀଷ୍ଟୀୟ ଭରସାରେ ଶେଷ ପର୍ଯ୍ୟନ୍ତ ତାଡ଼ନା ମଧ୍ୟରେ ଯେପରି ସୁସ୍ଥିର ରହିବାକୁ ପାରିବେ, ପୁଣି ତହିଁ ସଙ୍ଗେ ସଙ୍ଗେ ଖ୍ରୀଷ୍ଟଙ୍କର ସେବା କାର୍ଯ୍ୟରେ ଯେପରି ସେମାନେ ଉଦ୍ଯୋଗୀ ରହିବେ। ପ୍ରେରିତ ପିତର ସେମାନଙ୍କର ଜୀବନ ପ୍ରତି ବିଶେଷ ଭାବରେ ସଚେତନ ଥିଲେ। ଆମେ ଶିକ୍ଷା କରି ଆସୁଛୁ, ପିତର ବାରମ୍ବାର ସେମାନଙ୍କୁ ସ୍ମରଣ କରାଉଥିଲେ ଯେ ଏହି ଜଗତରେ ଦିନେ ତୁମେ ଅନ୍ଧକାର ମଧ୍ୟରେ ଥିଲ, କିନ୍ତୁ ଖ୍ରୀଷ୍ଟ ତାଙ୍କର ଅନୁଗ୍ରହରେ ତୁମମାନଙ୍କୁ ଆଲୋକ ମଧ୍ୟକୁ ଆଣିଛନ୍ତି। ଦିନେ ତୁମମାନେ ଈଶ୍ୱରଙ୍କ ଲୋକ ନଥିଲ, କିନ୍ତୁ ବର୍ତ୍ତମାନ ଈଶ୍ୱର ତୁମମାନଙ୍କୁ ମନୋନୀତ କରି ଆପଣାର ଲୋକ ଭାବରେ ନିଯୁକ୍ତ କରିଛନ୍ତି। ପୁଣି ତୁମର ହସ୍ତରେ ଯେଉଁ ଅନୁଗ୍ରହ ଦେଇଛନ୍ତି, ଯେଉଁ ବିଶ୍ୱାସ ଦେଇଛନ୍ତି, ଯେଉଁ ଭରସା ଦେଇଛନ୍ତି, ଖ୍ରୀଷ୍ଟ ଅପେକ୍ଷା କରନ୍ତି ଯେପରି ଏହି ତାଡ଼ନାର ମଧ୍ୟରେ, ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଯେପରି ତୁମେ ବିଶ୍ୱାସରେ ଅଟଳ ରହିବ। ଫଳରେ ତୁମର ଚାରିପାଖରେ ଯେଉଁ ବିଜାତୀୟ ମାନେ ଅଛନ୍ତି, ଯେଉଁ ବିରୋଧୀ ଲୋକମାନେ ଅଛନ୍ତି, ସେମାନଙ୍କର ନିକଟରେ ତୁମର ଖ୍ରୀଷ୍ଟୀୟ ଆଚରଣ, ପବିତ୍ରତାର ଜୀବନ, ବିଶ୍ୱସ୍ତତାର ଜୀବନ ଯେପରି ସେମାନଙ୍କୁ ଖ୍ରୀଷ୍ଟଙ୍କ ପକ୍ଷରେ ପ୍ରଭାବିତ କରିବ। ଗତ ସମୟରେ ଆମେ ଚିନ୍ତା କରୁଥିଲୁ ଯେ ପିତର ସେମାନଙ୍କର ସମ୍ମୁଖରେ ଯେଉଁ ଅକ୍ଷୟ ଅମଳିନ ସମ୍ପଦ ରହିଛି, ଯେଉଁ ସମ୍ପଦର ଦିନେ ସେମାନେ ସହଭାଗୀ ହେବେ, ଈଶ୍ୱରଙ୍କର ଅନୁଗ୍ରହରେ ହେବେ, ତାହାକୁ ସେ ସ୍ମରଣ କରାଉଛନ୍ତି। ସେଥିପାଇଁ ସେମାନଙ୍କର ଏହି ସୀମିତ ଜୀବନ କାଳ ମଧ୍ୟରେ ସେମାନେ ନିରାଶ ନ ହୋଇ ଖ୍ରୀଷ୍ଟଙ୍କର ଦୁଃଖ ଭୋଗକୁ ସ୍ମରଣ କରୁ କରୁ ବିଶ୍ୱାସରେ ସେମାନେ ଅଗ୍ରସର ହେବେ। ଆମେ ଶିକ୍ଷା କରୁଥିଲୁ କିପରି ଭାବରେ ଏହି ଦୁଃଖ କ୍ଲେଶ ମଧ୍ୟରେ ସେମାନେ ଚାରିପାଖରେ ଥିବା ଲୋକମାନଙ୍କ ପ୍ରତି, ଯେଉଁ ଦେଶରେ ସେମାନେ ବାସ କରୁଛନ୍ତି, ପୁଣି ଯେଉଁ ବିଜାତୀୟ ମାନେ ସେମାନଙ୍କର ଚାରିପାଖରେ ରହିଛନ୍ତି, ଯେଉଁ କାର୍ଯ୍ୟକ୍ଷେତ୍ରରେ ସେମାନେ ଦାସ ଭାବରେ କାର୍ଯ୍ୟ କରୁଛନ୍ତି, ଏପରିକି ସେମାନଙ୍କର ପାରିବାରିକ ଜୀବନ, ଏ ସମସ୍ତ ମଧ୍ୟରେ କିପରି ଏହି ବିଶ୍ୱାସୀମାନେ ସେମାନେ ଏକ ବଶୀଭୂତର ଜୀବନ କାଟିବେ। ଫଳରେ ବିଦେଶୀମାନେ, ବିଜାତୀୟମାନେ, ଯେଉଁମାନେ ଖ୍ରୀଷ୍ଟଙ୍କର ପରିଚୟ ପାଇନାହାନ୍ତି, ସେମାନେ ତୁମମାନଙ୍କର ଜୀବନ ଦ୍ୱାରା ଯେପରି ଖ୍ରୀଷ୍ଟଙ୍କ ନିକଟକୁ ଆକର୍ଷିତ ହେବେ, ଯେପରି ତୁମେ କୌଣସି ପ୍ରକାର ଭାବରେ ସେମାନଙ୍କର ନିକଟରେ ଖ୍ରୀଷ୍ଟଙ୍କର ନିନ୍ଦାର କାରଣ ନ ହେବ। ତଥାପି ପ୍ରେରିତ ପିତର ସେମାନଙ୍କୁ ଉତ୍ସାହ ପ୍ରେରଣା ଦେଇ କହୁଛନ୍ତି, ତୁମର ଆଚରଣରେ ତୁମେ ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ରହିଥାଅ। କିନ୍ତୁ ମନେ ରଖ, ଏ ସମସ୍ତ ମଧ୍ୟରେ ଗଲାବେଳେ ତୁମମାନଙ୍କୁ ଦୁଃଖ ଭୋଗ କରିବାକୁ ପଡ଼ିବ। ଯେପରି ଏହି ଦୁଃଖ ଭୋଗ ମଧ୍ୟରେ ତୁମେ ମନେ ରଖିବ ଯେ ତାହା ତୁମର ପାପର ପ୍ରତିଫଳ ସକାଶେ ତୁମେ ଯେ ଦୁଃଖ କଷ୍ଟ ମଧ୍ୟ ଦେଇ ଯାଉଛ ତାହା ନୁହେଁ, ମାତ୍ର ଏ ସମସ୍ତ ଖ୍ରୀଷ୍ଟଙ୍କ ସକାଶେ, ଧାର୍ମିକତା ସକାଶେ ତୁମେ ଦୁଃଖ ଭୋଗ କରୁଅଛ। ସେଥିପାଇଁ ପିତର ସେମାନଙ୍କୁ ଉତ୍ସାହ ଦେଇ କହୁଛନ୍ତି, 3 ପର୍ବ ତାର 14 ପଦ ଯେତେବେଳେ ଆମେ ପାଠ କରୁଛୁ, ପିତର କହୁଛନ୍ତି, ଯଦି ବା ଧାର୍ମିକତା ନିମନ୍ତେ ତୁମମାନଙ୍କୁ ଦୁଃଖ ଭୋଗ କରିବାକୁ ପଡ଼େ, ତେବେ ମନେ ରଖ ତୁମେ ଧନ୍ୟ, ଦୁଃଖିତ ହୁଅ ନାହିଁ, ତୁମେ ଧନ୍ୟ। 17 ପଦରେ ପୁନର୍ବାର ସେ କହନ୍ତି, ସତ୍କର୍ମ ସକାଶେ ଦୁଃଖ ଭୋଗ କରିବା ତୁମର ପକ୍ଷରେ ଭଲ। ଆଉ ସେଇ ବିଷୟକୁ ପୂର୍ବରେ ପ୍ରଭୁ ଯୀଶୁ ନିଜେ ମଧ୍ୟ ତାଙ୍କର ଶିଷ୍ୟମାନଙ୍କୁ
ଉତ୍ସାହ ଦେଇ ସେଇ ପାର୍ବତ ଉପଦେଶରେ ଶିକ୍ଷା ଦେଲା ବେଳେ ସେମାନଙ୍କୁ ସ୍ମରଣ କରାଉଥିଲେ। ମାଥିଉ ତାର 5 ପର୍ବ ତାର 10 ପଦରେ ଆମେ ପାଠ କରୁଛୁ। ଯୀଶୁ କହିଲେ, ଧାର୍ମିକତା ନିମନ୍ତେ ତାଡ଼ନା ପ୍ରାପ୍ତ ଲୋକ ଧନ୍ୟ, କାରଣ ସ୍ୱର୍ଗ ରାଜ୍ୟ ସେମାନଙ୍କର। ତୁମେ ପିତର କହୁଛନ୍ତି ତୁମେ ଧନ୍ୟ, ଏ ଦୁଃଖ ଭୋଗରେ ତୁମେ ଧନ୍ୟ, କାରଣ ଖ୍ରୀଷ୍ଟ ତୁମମାନଙ୍କୁ ତାହାଙ୍କର ସହିତ ଦୁଃଖ ଭୋଗ କରିବାକୁ ମନୋନୀତ କରିଛନ୍ତି, ଆହ୍ୱାନ କରିଛନ୍ତି। ତୁମର ବିଶ୍ୱାସର ଜୀବନରେ ଏହା ଏକ ଆହ୍ୱାନ। ସେଥିପାଇଁ ନିରାଶ ନ ହୁଅ, ହତାଶ ନ ହୁଅ। ସେଥିପାଇଁ ପିତର ଆଉ ଟିକେ ଆଗକୁ ଯାଇ ସେମାନଙ୍କୁ କହୁଛନ୍ତି ଯେ ଯେଉଁମାନେ ତୁମର ବିରୁଦ୍ଧ କରୁଛନ୍ତି, ଯେତେବେଳେ ସେମାନେ ତୁମର ବିଶ୍ୱାସର ବିଷୟରେ ତୁମକୁ ପ୍ରଶ୍ନ ପଚାରିବେ, ମନେ ରଖ ଈଶ୍ୱରଙ୍କ ଉପରେ ତୁମର ଭୟ ରଖି ସେମାନଙ୍କୁ ପ୍ରକୃତ ଭାବରେ, ଉତ୍ତମ ଭାବରେ, ନମ୍ର ଭାବରେ ତୁମେ ସେମାନଙ୍କୁ ପ୍ରତ୍ୟୁତ୍ତର ଦିଅ। ତାହା 3 ପର୍ବ 15 ପଦରେ ପିତର କହୁଛନ୍ତି, ତୁମମାନଙ୍କ ଠାରେ ଥିବା ଭରସାର କାରଣ ସମ୍ବନ୍ଧରେ ଯେ କେହି ପ୍ରଶ୍ନ କରେ ତାହାଙ୍କୁ ପ୍ରତ୍ୟୁତ୍ତର ଦେବାକୁ ତୁମେ ସର୍ବଦା ପ୍ରସ୍ତୁତ ରହିଥାଅ, କିନ୍ତୁ ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହିତ ଉତ୍ତର ଦିଅ। ସେମାନଙ୍କୁ କୌଣସି ପ୍ରକାର ଭାବରେ ତୁମର ପ୍ରତ୍ୟୁତ୍ତର କଠିନ ବା ଗର୍ବ ଅନୁଭବ କରି ତାହା ନ କର। ଗର୍ବିତ ମନରେ ନୁହେଁ, ମାତ୍ର ନମ୍ର ମନରେ ସେମାନଙ୍କୁ ଉତ୍ତର ଦିଅ। ମନେ ରଖ, ଯଦି ଖ୍ରୀଷ୍ଟଙ୍କ ସକାଶେ ସେମାନେ ତୁମକୁ ନିନ୍ଦିତ କରିବେ, ତଥାପି ମନେ ରଖ 14 ପଦରେ ଯେ ଯଦି ତୁମେମାନେ ଖ୍ରୀଷ୍ଟଙ୍କ ନାମ ସକାଶେ ନିନ୍ଦିତ ହୁଅ, ତାହେଲେ ତୁମେମାନେ ଧନ୍ୟ। ଅନ୍ୟ ପ୍ରକାରେ ପିତର କହୁଛନ୍ତି, ତୁମର ଉତ୍ତମ ଆଚରଣ, ତୁମର ଖ୍ରୀଷ୍ଟୀୟ ସାକ୍ଷ୍ୟ, ଖ୍ରୀଷ୍ଟୀୟ ବିଶ୍ୱାସ, ପବିତ୍ରତାର ଜୀବନ, ଧାର୍ମିକତାର ଜୀବନ ପ୍ରତି ଯଦି ସେମାନେ ବିରୋଧାତ୍ମକ କଥା କୁହନ୍ତି, ସେ ସବୁକୁ ଗ୍ରହଣ ନ କରି ସେ ସବୁର ନିନ୍ଦାର କଥା କୁହନ୍ତି, ମନେ ରଖ ତୁମେ ଧନ୍ୟ। ସେଥିପାଇଁ ପିତର ସେମାନଙ୍କୁ ଉତ୍ସାହ ପ୍ରେରଣା ଦେଇ କହୁଛନ୍ତି, ପ୍ରିୟ ମୋର ବିଶ୍ୱାସୀ ଭାଇ ଭଉଣୀମାନେ, ବ୍ୟକ୍ତିଗତ ଭାବରେ, ପାରିବାରିକ ଭାବରେ ମନେ ରଖ ଏସବୁ ଘଟଣାର ମଧ୍ୟରେ ଯେ ଯୀଶୁଙ୍କର ପୁନରୁତ୍ଥାନ, ଯୀଶୁଙ୍କର ପୁନର୍ବାର ଏହି ଜଗତକୁ ଆସିବାର ବିଷୟ, ତାଙ୍କର ଦ୍ୱିତୀୟ ଆଗମନର ସମୟ ଯେ ଅତି ନିକଟବର୍ତ୍ତୀ ହେଇ ଆସୁଛି, ତାହାକୁ ତୁମେ ଭୁଲି ଯାଅ ନା। ଗୋଟିଏ ପାଖରେ ଯଦ୍ୟପି ତୁମେ ତାଡ଼ନା ମଧ୍ୟରେ ଯାଉଛ, ତୁମର ଚାରିପାଖରେ ବିରୋଧୀ ଲୋକମାନେ ଘେରି ରହିଛନ୍ତି, ତୁମର ସମ୍ମୁଖରେ ଅଧିକ ତାଡ଼ନାର ସମ୍ଭାବନା ମଧ୍ୟ ରହିଛି, କିନ୍ତୁ ଉର୍ଦ୍ଧ୍ୱକୁ ଦୃଷ୍ଟିପାତ କର। ଯୀଶୁ ପୁନର୍ବାର ଆସୁଛନ୍ତି, ବିଚାର କରିବା ପାଇଁ ଆସୁଛନ୍ତି, ପୁରସ୍କାର ଦେବା ପାଇଁ ଆସୁଛନ୍ତି। ସେଥିପାଇଁ ପିତର ସେମାନଙ୍କୁ କେତେ ଗୁଡ଼ିଏ ବିଷୟ ସ୍ମରଣ କରି ଜାଗ୍ରତ କରାଉଛନ୍ତି। ପ୍ରଥମ ବିଷୟ କହୁଛନ୍ତି, 4 ପର୍ବ ଯଦି ଆମେ ପାଠ କରୁଛୁ, 4 ପର୍ବ 1 ପଦରୁ 11 ପଦ ଭିତରେ ପିତର କହୁଛନ୍ତି, ତୁମେ ଆପଣା ଆପଣା ପାପ ପ୍ରତି କଠୋର ବ୍ୟବହାର କର। ଅନ୍ୟ ପ୍ରକାରେ ତୁମେ ସ୍ମରଣ ରଖ ଯେ ଖ୍ରୀଷ୍ଟଙ୍କୁ ତୁମେ ଜାଣିବା ପୂର୍ବରୁ କେଉଁ ପ୍ରକାରେ ପାପର ଜୀବନ କାଟୁଥିଲ, ଆଉ ତୁମମାନଙ୍କର ପକ୍ଷରେ ଖ୍ରୀଷ୍ଟ ମୃତ୍ୟୁ ଭୋଗ କଲେ, ଦୁଃଖ ଭୋଗ କଲେ, ତୁମର ପାପ ସେ ନିଜର ଉପରେ ବହନ କଲେ। କିନ୍ତୁ ମନେ ରଖ, ବର୍ତ୍ତମାନ ଖ୍ରୀଷ୍ଟଙ୍କ ଦ୍ୱାରା ତୁମେ ପରିତ୍ରାଣ ପ୍ରାପ୍ତ ହେଇଅଛ, କିନ୍ତୁ ପୁନର୍ବାର ଯେପରି ତୁମେ ସେହି ପୂର୍ଣ୍ଣ ଜୀବନକୁ ଫେରି ନ ଯାଅ, ତୁମର ଜୀବନର ପାପ ବିଷୟରେ ତୁମକୁ ସଚେତନ ରହିବାକୁ ପଡ଼ିବ। କାରଣ ଈଶ୍ୱରଙ୍କର ଇଚ୍ଛା ତୁମର ଜୀବନରେ ବାସ୍ତବ ହେବା ଏକାନ୍ତ ଆବଶ୍ୟକ। ଆଉ ନିଜର ଇଚ୍ଛା ପଥରେ ନୁହେଁ, ମାତ୍ର ଖ୍ରୀଷ୍ଟଙ୍କର ଇଚ୍ଛାକୁ, ଖ୍ରୀଷ୍ଟଙ୍କର ଯୋଜନାକୁ ଏହି ଦୁଃଖ ଭୋଗ ମଧ୍ୟରେ ତୁମକୁ ଆବରି ନେବା ପାଇଁ ପଡ଼ିବ। ଯେପରି ତୁମେ ଆପଣା ଆପଣା ଜୀବନ ପ୍ରତି ସଚେତନ ହେଲେ ପରବର୍ତ୍ତୀ ସମୟରେ ଯେପରି ତୁମେ କୌଣସି ପ୍ରକାରେ ଅନୁଶୋଚନା କରିବ ନାହିଁ, ଦୁଃଖ କରିବ ନାହିଁ,
କାରଣ ଏଇ ଜୀବନର ସୁଯୋଗ ଗୁଡ଼ିକ ଯେ ତୁମର ହସ୍ତରୁ କ୍ରମାଗତ ଭାବରେ ପଛକୁ ପଛକୁ ଚାଲି ଯାଉଛି, ଦୂରେଇ ଦୂରେଇ ଯାଉଛି। ସେଥିପାଇଁ ପିତର ସେମାନଙ୍କୁ ସ୍ମରଣ କରୁଛନ୍ତି, ସ୍ମରଣ ରଖ ଯୀଶୁ ଖ୍ରୀଷ୍ଟ ପୁନର୍ବାର ଆସୁଛନ୍ତି। ତାଙ୍କର ଆଗମନ ସମୟରେ ଯେପରି ତୁମେ ଈଶ୍ୱରଙ୍କର ଇଚ୍ଛାକୁ, ଏଇ ଦୁଃଖ ଭୋଗକୁ ନିଜ ଜୀବନରେ ଗ୍ରହଣ କରି ତୁମେ ଆଗେଇ ଚାଲିବ। ଦ୍ୱିତୀୟ ବିଷୟ, କେବଳ ସେତିକି ନୁହେଁ, ନିଜ ବିଷୟରେ ମନୋଯୋଗୀ ହେବା ତ ଯଥେଷ୍ଟ ନୁହେଁ, କିନ୍ତୁ ହେ ବିଶ୍ୱାସୀ ଭାଇ ଭଉଣୀ ମାନେ ମନେ ରଖ, ତୁମର ଚାରି ପାଖରେ ଯୋଉ ବିଜାତୀୟ ମାନେ ଅଛନ୍ତି, ଦିନେ ଯୋଉ ଲୋକମାନଙ୍କ ମଧ୍ୟରେ ତୁମେ ବାସ କରୁଥିଲ, ସେଇ ହଜା ଆତ୍ମା ମାନଙ୍କର ନିମନ୍ତେ ତୁମେ ବିଗଳିତ ହେବା ଏକାନ୍ତ ଆବଶ୍ୟକ। ତାର ଅର୍ଥ କ'ଣ? ଯେପରି ତୁମର ଆଚରଣ ଦ୍ୱାରା, ତୁମର ଜୀବନର ସାକ୍ଷ୍ୟ ଦ୍ୱାରା ତୁମେ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଯେପରି ଲାଭ କରିବା ପାଇଁ ପାରିବ, କାରଣ ତାହା ତୁମର ଦାୟିତ୍ୱ। ତୁମେ ଦିନେ ଅନ୍ଧକାର ଥିଲ, এই ଅନ୍ଧକାରବାସୀମାନଙ୍କ ପାଇଁ। ପ୍ରିୟ ଭାଇ ଭଉଣୀ ମାନେ, ଆଜି କ'ଣ ଆମେ ନିଜ ନିଜ ବିଷୟରେ ଚିନ୍ତା କରିପାରୁଛୁ? ଯୀଶୁଙ୍କର ଆଗମନ ଅତି ସନ୍ନିକଟ। ହେଇପାରେ ଆମମାନଙ୍କର ଚାରି ପାଖରେ ଆମେ ତାରନାଳ ମଧ୍ୟରେ, କଷ୍ଟ ମଧ୍ୟରେ, ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଆମେ ଗତି କରୁଛୁ। କିନ୍ତୁ ମନେ ରଖିବା ପିତରଙ୍କର ନ୍ୟାୟ, ଯେପରି ଆମମାନେ ଆପଣା ଆପଣା ସେଇ ପୂର୍ବ ପାପମୟ ଜୀବନ ପ୍ରତି ସଚେତନ ହେବା, ଆଉ ପୁନର୍ବାର ସେଇ ପାପର ଜୀବନକୁ ଫେରି ନ ଯାଇ ମାତ୍ର ଆମମାନଙ୍କର ଜୀବନକୁ ଈଶ୍ୱରଙ୍କର ଯୋଜନା ତଳେ, ଈଶ୍ୱରଙ୍କର ଇଚ୍ଛା ତଳେ ସମ୍ପୂର୍ଣ୍ଣ ଭାବରେ ଯେପରି ଆମେ ସମର୍ପି ଦେବା। କେବଳ ସେତିକି ନୁହେଁ, ପିତରଙ୍କର ଅନୁସାରେ ଯେପରି ଆମମାନଙ୍କର ଚାରି ପାଖରେ ଆମର ପ୍ରିୟଜନ ମାନେ, ଆମମାନଙ୍କର ମଣ୍ଡଳୀର ଚାରି ପାଖରେ, ଆମର ଗ୍ରାମର ଚାରି ପାଖରେ ଅନେକ ବିଜାତୀୟ ମାନେ ଅଛନ୍ତି, ଯେଉଁମାନେ କି ଖ୍ରୀଷ୍ଟଙ୍କର ପରିଚୟ ଏପର୍ଯ୍ୟନ୍ତ ପାଇନାହାନ୍ତି। ହେଇପାରେ ଅନେକ ଅଛନ୍ତି ଯେଉଁମାନେ ପ୍ରଥମ ଥର ପାଇଁ ମଧ୍ୟ ଯୀଶୁଙ୍କର ସେଇ ପୁନରୁତ୍ଥାନର କାହାଣୀ, ସେ ମୃତ୍ୟୁଭୋଗର କାହାଣୀ, ତାଙ୍କର ଜୀବନର କାହାଣୀ ବିଷୟ ଗୁଡ଼ିକ ସେମାନେ ଶୁଣି ନାହାନ୍ତି। ଖ୍ରୀଷ୍ଟଙ୍କ ଠାରେ ଯେ ମୁକ୍ତି ଅଛି, ପରିତ୍ରାଣ ଅଛି, ତୁମର ଚାରି ପାଖରେ ଯେଉଁମାନେ ଅଛନ୍ତି, ଏଇ ସୁସମାଚାର ସମ୍ବାଦ ସେମାନଙ୍କ ପାଖରେ ପର୍ଯ୍ୟନ୍ତ ପହଞ୍ଚି ପାରିନି। ପିତର କହୁଛନ୍ତି, ହେ ବିଶ୍ୱାସୀ ଭାଇ ଭଉଣୀ ମାନେ, ଏଇ ତାରନାଳ ମଧ୍ୟରେ ତୁମେ ଅନ୍ୟମାନଙ୍କ ପାଇଁ ମଧ୍ୟ ସୁଚିନ୍ତିତ ହେବା ଆବଶ୍ୟକ, ଭାରଗ୍ରସ୍ତ ହେବା ଆବଶ୍ୟକ, ଯେମିତି ତୁମର ଜୀବନ ଦ୍ୱାରା, ତୁମର ସାକ୍ଷ୍ୟ ଦ୍ୱାରା ତୁମେ ସେମାନଙ୍କୁ ଖ୍ରୀଷ୍ଟଙ୍କ ନିକଟକୁ ଯେମିତି ଦିନେ ଆଣିବା ପାଇଁ ସକ୍ଷମ ହେଇପାରିବ। ସେଥିପାଇଁ ସେ କହୁଛି, ଖ୍ରୀଷ୍ଟଙ୍କର ଏଇ ଦ୍ୱିତୀୟ ଆଗମନ ସମୟରେ ମନେ ରଖ, ଯେଉଁମାନେ ସାଧୁମାନେ ଅଛନ୍ତି, ପ୍ରଭୁଙ୍କର ସେବାକାରୀ ମାନେ ଅଛନ୍ତି, ସେମାନଙ୍କ ପ୍ରତି ମଧ୍ୟ ତୁମେ ଉଦ୍ଯୋଗୀ ମନ ଧାରଣ କରିବା ଏକାନ୍ତ ଆବଶ୍ୟକ। ଖ୍ରୀଷ୍ଟୀୟ ପ୍ରେମ, ଖ୍ରୀଷ୍ଟୀୟ ସହଭାଗିତା, ଖ୍ରୀଷ୍ଟୀୟ ତ୍ୟାଗ, ଏ ସମସ୍ତ ମଧ୍ୟ ତୁମର କର୍ତ୍ତବ୍ୟ ରହିଛି। ଏକ ପାଖରେ ନିଜ ବିଷୟରେ ସଚେତନ ହୁଅ, କାରଣ ସେ ଆସୁଛନ୍ତି। ଦ୍ୱିତୀୟରେ ହଜା ଆତ୍ମା ମାନଙ୍କ ନିମନ୍ତେ ବିଗଳିତ ହୁଅ, ସେମାନଙ୍କ ପ୍ରତି ସେବା କାର୍ଯ୍ୟରେ ଲାଗି ରୁହ, କାରଣ ଖ୍ରୀଷ୍ଟ ଆସୁଛନ୍ତି। ପୁନର୍ବାର ଯେଉଁମାନଙ୍କର ସହିତ ତୁମେ ସେବା କାର୍ଯ୍ୟ କରୁଛ, ଈଶ୍ୱରଙ୍କର ସେବକ ସେବିକା ମାନଙ୍କର ବିଷୟରେ ମଧ୍ୟ ତୁମେ ଖ୍ରୀଷ୍ଟଙ୍କ ପ୍ରେମରେ ସେମାନଙ୍କର ସେବା କରିବାରେ ତୁମେ ଉଦ୍ଯୋଗୀ ହେଇଥାଅ। ବର୍ତ୍ତମାନ ପିତର ସେମାନଙ୍କୁ ସେମାନଙ୍କର ଜୀବନର ଦୁଃଖ ଭୋଗ ବିଷୟରେ କେତେ ଗୁଡ଼ିଏ ସୂଚନା ସେମାନଙ୍କୁ ପ୍ରଦାନ କରୁଛନ୍ତି, ଉତ୍ସାହ ଦେଉଛନ୍ତି, ଯଦ୍ୱାରା କି ଏଇ ଦୁଃଖ ଭୋଗ ଭିତରେ ସେମାନେ କ୍ଳାନ୍ତ ହେଇ ନ ପଡ଼ିବେ। ପ୍ରଥମ ବିଷୟ, ପିତର କହୁଛନ୍ତି, ଏଇ ଯେଉଁ ସମସ୍ତ ଦୁଃଖ ଭୋଗ ମଧ୍ୟରେ ତୁମେ ଗତି କରୁଅଛ, ତାହାକୁ ଅସମ୍ଭବ ଆଶ୍ଚର୍ଯ୍ୟଜନକ ଘଟଣା ଭାବି ସେଥିପ୍ରତି ତୁମେ ବିଚଳିତ ଅଧୈର୍ଯ୍ୟ ନ ହୁଅ। ଦୁଃଖ ଭୋଗକୁ ତୁମେ ନିଜର ଜୀବନରେ ତୁମେ ଗ୍ରହଣ କର। ତାହା ମାନେ 12 ପଦରୁ 19 ପଦ ପର୍ଯ୍ୟନ୍ତ ଆମେ ପାଠ କରି ଦେଖୁଛୁ ପିତର କହୁଛନ୍ତି। କାରଣ ଲେଖାଯାଉଛି, ଇତିହାସରେ ପୂର୍ବରେ ଏହିପରି ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରୁଥିଲେ, ଯେଉଁମାନେ ଈଶ୍ୱରଙ୍କ ଠାରେ ବିଶ୍ୱାସ କରୁଥିଲେ, ସେମାନେ ଅନେକ ପ୍ରକାର ଭାବରେ ବିରୋଧୀ ଲୋକମାନଙ୍କର ଦ୍ୱାରା, ଦୁଷ୍ଟ ଲୋକମାନଙ୍କ ଦ୍ୱାରା ସେମାନେ ମଧ୍ୟ ନିନ୍ଦିତ ହେଇଛନ୍ତି, ସେମାନେ ମଧ୍ୟ ତାଡ଼ିତ ହେଇଛନ୍ତି। ଯେହେତୁ ଅତୀତରେ ସମସ୍ତ ବାସ୍ତବ ହେଇଛି,
ବର୍ତ୍ତମାନ ଯେ ତୁମେ ସେ ସମସ୍ତ ମଧ୍ୟ ଦେଇ ଗତି କରୁଛ, ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ ଏହାକୁ ଆଶ୍ଚର୍ଯ୍ୟ ଜ୍ଞାନ ଭରି ଭାବ ନାହିଁ। ଯୀଶୁ ମଧ୍ୟ ବାରମ୍ବାର ତାଙ୍କର ଶିଷ୍ୟମାନଙ୍କୁ ଶିକ୍ଷାରେ ସେଇ କଥା ସ୍ମରଣ କରୁଥିଲେ, ମୋର ନାମ ସକାଶେ ତୁମକୁ ନିନ୍ଦା ଭୋଗ କରିବା ପାଇଁ ପଡ଼ିବ, କ୍ଲେଶ ଭୋଗ କରିବା ପାଇଁ ପଡ଼ିବ, କାରଣ ମୁଁ ଯେପରି ଏଇ ଜଗତର ନୁହେଁ, ତୁମମାନେ ମଧ୍ୟ ଏଇ ଜଗତର ନୁହେଁ। ଯଦି ସେମାନେ ମୋତେ ଘୃଣା କଲେ, ହେ ବିଶ୍ୱାସୀ ମାନେ, ତୁମମାନଙ୍କୁ ମଧ୍ୟ ଲୋକମାନେ ସେହିପରି ଘୃଣା କରିବେ। ଯଦି ସେମାନେ ମୋର କଥା ଶୁଣିଲେ ନାହିଁ, ସେମାନେ ମଧ୍ୟ ତୁମର କଥା ଶୁଣିବେ ନାହିଁ। ସେଥିପାଇଁ ଖ୍ରୀଷ୍ଟ ନିଜର ଜୀବନକୁ ସେମାନଙ୍କ ନିକଟରେ ଉପସ୍ଥାପନ କରି କହୁଛନ୍ତି, ଏହାକୁ ଆଶ୍ଚର୍ଯ୍ୟ ବୋଧ କର ନାହିଁ, ଏହାକୁ ଅସମ୍ଭବ ଘଟଣା ଭାବରେ ତୁମେ ଗ୍ରହଣ କରି ବିଚଳିତ ହୁଅ ନାହିଁ। ଅତୀତରେ ସମସ୍ତ ଘଟଣା ଘଟିଛି, ଆଉ ବର୍ତ୍ତମାନ ମଧ୍ୟ ତୁମେ ସେ ସମସ୍ତ ମଧ୍ୟରେ ଘଟିବା ପାଇଁ ଯାଉଛି। କିନ୍ତୁ ମନେ ରଖ, ଏ ସମସ୍ତ ମଧ୍ୟରେ ଖ୍ରୀଷ୍ଟ ତାଙ୍କର ଉଦ୍ଦେଶ୍ୟକୁ ତୁମର ଜୀବନରେ ସଫଳ କରୁଛନ୍ତି। କିପରି ଭାବରେ? ତାଡ଼ନା, ଦୁଃଖ, କଷ୍ଟ, କ୍ଲେଶ, ଅପମାନ, ନିନ୍ଦା, ଏ ସମସ୍ତ ଅଗ୍ନି ପରି ତୁମର ଜୀବନକୁ ଦିନ ପରେ ଦିନ ପରିଷ୍କୃତ କରୁଛି, ତୁମର ଜୀବନକୁ ଶୃଙ୍ଖଳିତ କରୁଛି, ତୁମ ଜୀବନକୁ ପରିମାର୍ଜିତ କରୁଛି। ହଁ, ଅଗ୍ନି ଆମମାନଙ୍କୁ ପରିଷ୍କାର କରେ। ଯେଉଁ ସ୍ୱର୍ଣ୍ଣ ଅଗ୍ନି ମଧ୍ୟ ଦେଇ ଯାଏ, ତାହା ପରିଷ୍କୃତ ହେଇଥାଏ। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ ମନେ ରଖିବା, ଯେତେବେଳେ ଆମେ ଏଇ ତାଡ଼ନା, ଦୁଃଖ, କଷ୍ଟ ବିଷୟ ଗୁଡ଼ିକ ଶୁଣୁଛୁ, ସେ ଭିତର ଦେଇ ଆମେ ଯାଉଛୁ, ମନେ ରଖିବା ଏହାକୁ ଖ୍ରୀଷ୍ଟ ଆମମାନଙ୍କର ବ୍ୟକ୍ତିଗତ ଜୀବନରେ, ଆମର ପାରିବାରିକ ଜୀବନରେ, ଆମର ମାଣ୍ଡଳିକ, ପୁଣି ଆମମାନଙ୍କର ସେବାର ଜୀବନରେ ସେ ଆମମାନଙ୍କୁ ପରିଷ୍କୃତ କରୁଛନ୍ତି। ଅଗ୍ନି ମଧ୍ୟ ଦେଇ ଆମେ କେବଳ ପରିଷ୍କୃତ ହେଇପାରିବା। ସେଥିପାଇଁ ପ୍ରିୟ ଭାଇ ଭଉଣୀମାନେ, এই ତାଡ଼ନାକୁ ଆମମାନଙ୍କର ଜୀବନରୁ ଯେପରି ଆମେ ବାଦ ନ ଦେଉ, ଯଦି ଆମେ ବାଦ ଦେବା, ତାକୁ ପ୍ରତିରୋଧ କରିବା, ତେବେ ଖ୍ରୀଷ୍ଟଙ୍କର ସେହି ପରିଷ୍କୃତର କାର୍ଯ୍ୟ ଆମମାନଙ୍କର ଜୀବନରେ ଆମେ କେବେ ହେଲେ ଅନୁଭବ କରିପାରିବା ନାହିଁ। ସେଥିପାଇଁ ପିତର ଆଉ ଟିକେ ଆଗକୁ ଯାଇ କହୁଛନ୍ତି, କେବଳ ଏହାକୁ ଈଶ୍ୱରଙ୍କର ହସ୍ତରୁ ତାଙ୍କର ଗୌରବ ନିମନ୍ତେ ଗ୍ରହଣ କରିବା ଯେ ଆବଶ୍ୟକ, ତାହା ଯଥେଷ୍ଟ ନୁହେଁ। ମାତ୍ର ମନେ ରଖ, এই ଦୁଃଖ ଭୋଗରେ ତୁମମାନେ ଆନନ୍ଦିତ ହେବା ଏକାନ୍ତ ଆବଶ୍ୟକ। 4 ପର୍ବ 13 ଆଉ 14 ପଦରେ ଆମେ ପାଠ କରୁଛୁ, କେମିତି ଭାବରେ ପ୍ରେରିତ ପିତର କହୁଛନ୍ତି ଯେ এই ଦୁଃଖ ଭୋଗ ଦ୍ୱାରା ତୁମେ ଖ୍ରୀଷ୍ଟଙ୍କର ସହଭାଗିତା ମଧ୍ୟରେ ପ୍ରବେଶ କରିଥାଅ। ଦୁଃଖ ଭୋଗରେ ତୁମେ ଈଶ୍ୱରଙ୍କର ସହଭାଗିତା ମଧ୍ୟରେ ତୁମେ ଆସିଥାଅ। 14 ପଦ, ଯେଉଁ ପରିମାଣରେ ଦୁଃଖ ଭୋଗ କରୁଅଛ, ସେହି ପରିମାଣରେ ତୁମେ ଆନନ୍ଦ କର। ସେଥିପାଇଁ ପ୍ରେରିତ ପାଉଲ ଯେତେବେଳେ ବିଭିନ୍ନ ପ୍ରକାର ଭାବରେ ପ୍ରଭୁଙ୍କର ସେବାର ନିମନ୍ତେ, ତାଙ୍କର ଖ୍ରୀଷ୍ଟୀୟ ସାକ୍ଷ୍ୟ ନିମନ୍ତେ ତାଡ଼ନା, ଦୁଃଖ, କଷ୍ଟ ପରେ କଷ୍ଟ ଏହି ପ୍ରକାର ଭାବରେ ଗତି କରୁଥିଲେ, ମୃତ୍ୟୁ ସମ୍ମୁଖରେ ବାରମ୍ବାର ସେ ପଡ଼ୁଥିଲେ, ସେତେବେଳେ ସେ ଫିଲିପି ମଣ୍ଡଳୀକୁ ପତ୍ର ଲେଖିବା ବେଳେ କହୁଛନ୍ତି, 3 ପର୍ବରେ ସେ କହୁଛନ୍ତି, ମୁଁ ଯେପରି ଖ୍ରୀଷ୍ଟଙ୍କୁ ଅଧିକ ଗଭୀର ଭାବରେ ଜାଣିବି, ତାଙ୍କର ଦୁଃଖର ସହଭାଗୀ ହେବି। ପ୍ରିୟ ଭାଇ ଭଉଣୀମାନେ, ଦୁଃଖ ଭୋଗରେ ଆମେ କିପରି ଭାବରେ ଆନନ୍ଦ କରିବା? କାରଣ ଦୁଃଖ ଭୋଗରେ ଆପଣ ପୁଣି ମୁଁ ଆମେ ଈଶ୍ୱରଙ୍କର ସହଭାଗିତା ମଧ୍ୟରେ ଆମେ ଆସିଥାଉ। ଈଶ୍ୱରଙ୍କର ସହଭାଗିତା ମନେ ଅଛି, ଯେତେବେଳେ ବିଶ୍ୱାସୀମାନେ, ଯେତେବେଳେ ଆଦ୍ୟ ମଣ୍ଡଳୀର ବିଶ୍ୱାସୀମାନେ, ସେବକମାନେ, ପ୍ରେରିତମାନେ ଏ ସମସ୍ତ ମଧ୍ୟ ଦେଇ ଯାଉଥିଲେ, ସେମାନେ ଖ୍ରୀଷ୍ଟଙ୍କର ସହଭାଗିତାକୁ ଅନୁଭବ କରୁଥିବା ହେତୁ ସେହି ଜେଲଖାନାରେ ମଧ୍ୟ ସେମାନେ ଥାଇ ଈଶ୍ୱରଙ୍କର ଜୟ ଜୟଗାନ କରୁଥିଲେ। ମନେ ଅଛି କିପରି ଭାବରେ ଯେତେବେଳେ ଦାନିଏଲ ପୁଣି ତାଙ୍କର ସହକର୍ମୀମାନେ, ସହସାଥୀମାନେ ସେହି ଅଗ୍ନିକୁଣ୍ଡ ମଧ୍ୟ ଦେଇ ଗଲେ, ସେ ସିଂହର ଗର୍ତ୍ତ ମଧ୍ୟ ଦେଇ ଗଲେ, ସେତେବେଳେ ସେମାନେ ବାରମ୍ବାର ଈଶ୍ୱରଙ୍କର ସହଭାଗିତାକୁ ଅନୁଭବ କରିପାରୁଥିଲେ। ସେଥିପାଇଁ ଅଗ୍ନି ସେମାନଙ୍କୁ ଦାହ କରି ଜନ୍ମାଇ ପାରିନଥିଲା, ସେମାନେ ନଷ୍ଟ ହେଇନଥିଲେ। ହଁ ପ୍ରିୟ ଭାଇ ଭଉଣୀମାନେ, ଈଶ୍ୱରଙ୍କର ପ୍ରତିଜ୍ଞା ଆମମାନଙ୍କ ପାଇଁ ଅତି ବାସ୍ତବ। ସେଥିପାଇଁ ଆମେ ଯିଶାୟ ତାର 41 ପଦରେ ପାଠ କରୁଛୁ, ଈଶ୍ୱର କହୁଛନ୍ତି, ହେ ମୋର ପ୍ରିୟ ଭାଇ ଭଉଣୀମାନେ,
ଯେତେବେଳେ ତୁମେ ନଦୀ ଭିତର ଦେଇ ଗମନ କର, ଯେତେବେଳେ ତୁମେ ଅଗ୍ନି ମଧ୍ୟ ଦେଇ ଗମନ କର, ସେତେବେଳେ ଅଗ୍ନିରେ ତୁମେ ତାହା ହେବ ନାହିଁ, କିମ୍ବା ଜଳରେ ତୁମେ ବୁଡ଼ିବ ନାହିଁ। ଏପରିକି ଆମେ ପାଠ କରୁଛୁ, ଈଶ୍ୱର କହୁଛନ୍ତି ଯେତେବେଳେ ଆପଣ ପୁଣି ମୋ ମୃତ୍ୟୁ ଛାୟାରୂପ ଉପତ୍ୟକା ଦେଇ ଗମନ କରିବା, ଆମେ କୌଣସି ଆପଦକୁ ଭୟ କରିବା ନାହିଁ। ଏହା ଥିଲା ଦାଉଦଙ୍କର ଜୀବନର ଅନୁଭୂତି। କେତେ କ୍ଲେଶ ମଧ୍ୟରେ ଗଲେ, କେତେ ତାରନାର ମଧ୍ୟରେ ଗଲେ, ରାଜା ସାଉଲଙ୍କ ଠାରୁ ଗଲେ, ଶତ୍ରୁମାନଙ୍କ ଠାରୁ ଗଲେ, କିନ୍ତୁ ସେଇ ଦୁଃଖ ଭୋଗ ମଧ୍ୟରେ, ସେଇ ବାରମ୍ବାର ତାରନାର ମଧ୍ୟରେ ଦାଉଦ ହାରି ଯାଇନଥିଲେ, ପଡ଼ି ଯାଇନଥିଲେ। ମାତ୍ର ସେହି ସମୟରେ ଈଶ୍ୱରଙ୍କର ସହଭାଗିତାକୁ ସେ ଅଧିକ ନିକଟବର୍ତ୍ତୀ ଭାବରେ ଅନୁଭବ କରିପାରୁଥିଲେ। ମୋର ପ୍ରିୟ ଭାଇ ଭଉଣୀମାନେ, ଆଜି କ'ଣ ଦୁଃଖ ଭୋଗରେ, ଏଇ ତାରନାର ମଧ୍ୟରେ, କଷ୍ଟ ମଧ୍ୟରେ ଆପଣ ଦୁଃଖିତ? କିନ୍ତୁ ଈଶ୍ୱର ବାକ୍ୟ ଆମକୁ କୁହେ, ନା ଦୁଃଖ ଭୋଗରେ ଆମେ ଆନନ୍ଦ କରିବା, କାରଣ ଏଇ ଦୁଃଖ ଭୋଗରେ ଆମେ ଈଶ୍ୱରଙ୍କର ସହଭାଗିତାକୁ ନିକଟତମ ଭାବରେ ଆମେ ତାହାକୁ ଅନୁଭବ କରିପାରିବା। ଦ୍ୱିତୀୟରେ, କାହିଁକି ଆମେ ଆନନ୍ଦ କରିବା? ମନେ ରଖ, ଏଇ ଦୁଃଖ ଭୋଗ ଆଗାମୀ ଗୌରବକୁ ପ୍ରକାଶ କରେ। এই দুঃখ ভোগ কেবল ক্ষণিক মাত্র, হালুকা, অল্প সময় নিমন্তে। কিন্তু পিতর কହୁଛନ୍ତି, ভাই ভଉଣୀ ମାନେ ମନେ ରଖ ଯେ ତୁମର ପାଇଁ ଏକ ଅମୂଲ୍ୟ ଗୌରବର ବିଷୟ ଅପେକ୍ଷା କରିଛି। ହଁ, ସେ ଦୁଃଖ ଭୋଗକୁ ଦୂର କରିବେ ନାହିଁ, ମାତ୍ର ଈଶ୍ୱର ଦୁଃଖ ଭୋଗକୁ ପରିବର୍ତ୍ତନ କରି ସେ ଗୌରବରେ ତାହାକୁ ପରିଣତ କରିବେ। ଅନେକ ସମୟରେ ତାଡ଼ନାର ସମୟରେ, ଦୁଃଖ ସମୟରେ ଆମେ ପ୍ରାର୍ଥନା କରୁଛୁ, ପ୍ରଭୁ ଏ ସମସ୍ତ ମୋ ଠାରୁ ଦୂର କରିଦିଅ, ମୋତେ ଉଦ୍ଧାର କର। ନା, କିନ୍ତୁ ଈଶ୍ୱରଙ୍କର ଯୋଜନା ସେଇ ଦୁଃଖ ଭୋଗ ମଧ୍ୟରେ, ସେଇ କ୍ଲେଶ ମଧ୍ୟରେ, ତାଡ଼ନା ମଧ୍ୟରେ ସେ ଆମମାନଙ୍କର ଜୀବନକୁ ଗୌରବରେ ରୂପାନ୍ତରିତ କରିବେ। ସେଥିପାଇଁ ପିତର କହୁଛନ୍ତି, ଦୁଃଖ ଭୋଗରେ ତୁମେ କ'ଣ କର? ନା ଆନନ୍ଦ କର, ଆନନ୍ଦ କର। ସେଥିପାଇଁ ପ୍ରେରିତ ପାଉଲ ଦ୍ୱିତୀୟ କରନ୍ଥୀ 12 ପର୍ବରେ କହୁଛନ୍ତି, ଯଦ୍ୟପି ମୋ ଶରୀରରେ ଏକ କଣ୍ଟକ, ଯଦ୍ୟପି ତାହାକୁ ଦୂର କରିବା ପାଇଁ ମୁଁ 3 ଥର ପ୍ରାର୍ଥନା କଲି, କିନ୍ତୁ ପ୍ରାର୍ଥନାର ଉତ୍ତର ସ୍ୱରୂପ ଈଶ୍ୱର କହିଲେ, ପାଉଲ ପାଉଲ ତୁମେ ମୋର ସେବକ, ଏଇ ଦୁଃଖ ଭୋଗ କରିବା ନିମନ୍ତେ ମୁଁ ତୁମକୁ ମନୋନୀତ କରିଅଛି, ମୁଁ ତୁମକୁ ଆହ୍ୱାନ କରିଅଛି। ମନେ ରଖ, ଏଇ ଦୁଃଖ ଭୋଗରେ, এই ସମସ୍ତ ସମସ୍ୟାର ମଧ୍ୟରେ ମୋହର ଅନୁଗ୍ରହ ତୁମ ପାଇଁ ପ୍ରଚୁର। ପ୍ରିୟ ଭାଇ ଭଉଣୀ ମାନେ, ମନେ ରଖିବା, ଦୁଃଖ ଭୋଗରେ କାହିଁକି ଆମେ ଆନନ୍ଦ କରିବା? ନା ଦୁଃଖ ଭୋଗରେ ଈଶ୍ୱରଙ୍କର ଅନୁଗ୍ରହ ଆପଣଙ୍କର ପାଇଁ, ମୋର ପାଇଁ ଯଥେଷ୍ଟ। ସେଥିପାଇଁ ସେ କହିଲେ, ଯେତେବେଳେ ଆମେ ଦୁର୍ବଳ, ସେତେବେଳେ ଆମେ ବଳବାନ। ପ୍ରିୟ ଭାଇ ଭଉଣୀ ମାନେ, ସବଳତାରେ ଈଶ୍ୱରଙ୍କର ସେବା କରିବା ସହଜ, କିନ୍ତୁ ଈଶ୍ୱର ଆପଣଙ୍କୁ ପୁଣି ମୋତେ ଆଜି ଆହ୍ୱାନ କରୁଛନ୍ତି, ଯେପରି ଆମମାନଙ୍କର ଦୁର୍ବଳତାରେ ଆମେ ଈଶ୍ୱରଙ୍କର ସେବା କରିବା ପାଇଁ ତାଙ୍କର ଶକ୍ତିକୁ, ତାଙ୍କର ସାମର୍ଥ୍ୟକୁ ଦିନ ପ୍ରତିଦିନ ଆମେ ନିଜ ନିଜ ଜୀବନରେ ଆମେ ଗ୍ରହଣ କରିବା। ସେଥିପାଇଁ ପିତର କହୁଛନ୍ତି, ଦୁଃଖ ଭୋଗରେ ଦୁଃଖ କର ନାହିଁ, ଆନନ୍ଦ କର, କାରଣ ଆଗାମୀ ଦିନ ଗୁଡ଼ିକରେ ତୁମର ପାଇଁ ଗୌରବ ରହିଛି, ସେଇ ଗୌରବ ରହିଛି। ପୁନର୍ବାର ସେ କହୁଛନ୍ତି ଯେ ଯେତେବେଳେ ତୁମେ এই ଦୁଃଖ ଭୋଗ ମଧ୍ୟରେ ଯାତ୍ରା କରୁଥାଅ, ସେତେବେଳେ ତୁମେ ପବିତ୍ର ଆତ୍ମାକୁ ତୁମର ଜୀବନରେ, ତୁମର ସେବା କାର୍ଯ୍ୟ ଜୀବନରେ କାର୍ଯ୍ୟକାରୀ କରିବା ପାଇଁ ତୁମେ ସୁଯୋଗ ଦେଇଥାଅ। ପବିତ୍ର ଆତ୍ମା ସେହି ସମୟରେ ତୁମର ଜୀବନରେ କାର୍ଯ୍ୟ କରିବା ପାଇଁ ଆରମ୍ଭ କରିଥାଏ। ମନେ ଅଛି, ସ୍ତିଫାନଙ୍କ ପ୍ରତି ଯେତେବେଳେ ତାଡ଼ନା ଆସିଲା, ଭୀଷଣ ତାଡ଼ନା ଆସିଲା, ପ୍ରସ୍ତରାଘାତରେ ସ୍ତିଫାନଙ୍କୁ ମୃତ୍ୟୁବରଣ କରିବା ପାଇଁ ପଡ଼ିଲା। ଲେଖାଯାଉଛି, ସେହି ସମୟରେ କେହି ନଥିଲେ ସାହାଯ୍ୟ କରିବା ପାଇଁ। ଏକମାତ୍ର ସାହାଯ୍ୟକାରୀ ପବିତ୍ର ଆତ୍ମା ସ୍ତିଫାନଙ୍କର ସେହି କ୍ଷତ ବିକ୍ଷତ ଶରୀରକୁ, ସେହି ଦୁଃଖ ସମୟକୁ ତାଡ଼ନାର ମଧ୍ୟରେ ଗଲାବେଳେ ପବିତ୍ର ଆତ୍ମା ତାଙ୍କୁ ଶକ୍ତିଯୁକ୍ତ କରିଥିଲେ। ଫଳରେ କ'ଣ ହେଲା? ବିରୋଧୀ ଲୋକମାନଙ୍କ ପ୍ରତି ବିରକ୍ତ ନ ହୋଇ, ସେମାନଙ୍କୁ ଅଭିଶାପ ନ ଦେଇ, ସେମାନଙ୍କୁ ଆଶୀର୍ବାଦ କରି, ଉର୍ଦ୍ଧ୍ୱକୁ ଦୃଷ୍ଟି କରି କହୁଛନ୍ତି, ଈଶ୍ୱର ସେମାନଙ୍କୁ କ୍ଷମା ଦିଅ। ପ୍ରିୟ ଭାଇ ଭଉଣୀ ମାନେ, ସମୟ ଆସିଛି, এই তাড়নার সময়ে মণ্ডলী প্রতি, আপনার প্রতি, বিশ্বাসী প্রতি, এই তাড়নার সময়ে
ଯେପରି ପବିତ୍ର ଆତ୍ମାଙ୍କୁ ଆମମାନଙ୍କର ଜୀବନରେ ଆମେ ସୁଯୋଗ ଦେବା, କହିଦେବା ପବିତ୍ର ଆତ୍ମା ଏଇ ତାଡ଼ନାର ମଧ୍ୟରେ, ଏଇ ଦୁଃଖର ମଧ୍ୟରେ ତୁମେ ତୁମର କାର୍ଯ୍ୟ ମୋର ଜୀବନ ମଧ୍ୟରେ ତୁମେ ପ୍ରକାଶ କର। ହଁ ଭାଇ ଭଉଣୀ ମାନେ, ଚାରିପାଖରେ ଅନେକ ଅଛନ୍ତି ସ୍ତିଫାନଙ୍କ ପରି, ଯେପରି ଆମମାନଙ୍କର ସାକ୍ଷ୍ୟ ଦ୍ୱାରା, ଆମମାନଙ୍କର ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା, ଖ୍ରୀଷ୍ଟଙ୍କ ଠାରେ ଭରସା ଦ୍ୱାରା ଆଗାମୀ ଗୌରବକୁ ଲକ୍ଷ୍ୟ କରୁ କରୁ ଯେପରି ଆମମାନଙ୍କର ଜୀବନକୁ ଆମେ ଆଗେଇ ନେବା ପାଇଁ ପାରିବା। ହଁ, ଦୁଃଖ ଭୋଗରେ ପବିତ୍ର ଆତ୍ମା ଆମମାନଙ୍କର ଜୀବନରେ କାର୍ଯ୍ୟ କରିବା ପାଇଁ ସୁଯୋଗ ପାଆନ୍ତି। କେବଳ ସେତିକି ନୁହେଁ, ମାତ୍ର ଲେଖାଯାଉଛି ଦୁଃଖ ଭୋଗରେ ଆମେ ଖ୍ରୀଷ୍ଟଙ୍କ ନାମକୁ ଗୌରବାନ୍ୱିତ କରିଥାଉ। ପିତର କହୁଛନ୍ତି, ହେ ବିଶ୍ୱାସୀ ମାନେ, ଏଇ ଦୁଃଖ ଭୋଗରେ ତୁମେ ଖ୍ରୀଷ୍ଟଙ୍କର ନାମକୁ ଗୌରବାନ୍ୱିତ କରୁଛ। ପ୍ରିୟ ଭାଇ ଭଉଣୀ, କେଡ଼େ ଗୌରବର ବିଷୟ। ଦୁଃଖ ଭୋଗରେ ଆମେ ନିଜ ପାଇଁ ଚିନ୍ତା କରୁଛୁ, ଦୁଃଖିତ ହେଇ ପଡ଼ୁଛୁ, ଭାଙ୍ଗି ପଡ଼ୁଛୁ, କିନ୍ତୁ ନା, ଯେଉଁ ଧାର୍ମିକତା ନିମନ୍ତେ ଆମେ ତାଡ଼ନା ପ୍ରାପ୍ତ ସେଇ ଖ୍ରୀଷ୍ଟଙ୍କର ନାମକୁ ଆମେ ଉଚ୍ଚୀକୃତ କରୁଛୁ। ତେବେ ଆମେ ଚିନ୍ତା କରିବା, ତେବେ ଆମମାନଙ୍କର ଏଇ ଦୁଃଖମୟ ଜୀବନକୁ କିପରି ଭାବରେ ଆମେ ଖ୍ରୀଷ୍ଟଙ୍କର ଦ୍ୱିତୀୟ ଆଗମନ ନିମନ୍ତେ ଆମେ ପ୍ରସ୍ତୁତ କରି ରଖିବା। ପ୍ରଥମ ବିଷୟ ଲେଖାଯାଉଛି 15 ପଦରୁ 18 ପଦ ଭିତରେ ପିତର କହୁଛନ୍ତି, ହେ ମୋର ପ୍ରିୟ ଭାଇ ଭଉଣୀ ମାନେ, ତୁମେ ଆପଣା ଆପଣା ଜୀବନକୁ ପରୀକ୍ଷା କର। ତୁମେ ନିଜେ ଆପଣଙ୍କୁ ପ୍ରଶ୍ନ ପଚାର ଯେ ଏଇ ଦୁଃଖ ଭୋଗ କାହିଁକି? ହୁଏତ ସେମାନଙ୍କ ମନରେ ହୁଏତ ଚିନ୍ତା ଆସୁଥିବ, ଆମମାନଙ୍କର ଅଧାର୍ମିକତା ହେତୁ, ଆମର ପାପ ହେତୁ ହୁଏତ ଏଇ ପ୍ରକାର ମାନେ ଦୁଃଖ ଭୋଗ କରୁଛୁ, କିନ୍ତୁ ନା, ପିତର କହୁଛନ୍ତି ଆପଣା ଆପଣାକୁ ପ୍ରଶ୍ନ ପଚାର, କାହିଁକି ତୁମେ ଏଇ ଦୁଃଖ ଭୋଗ କରୁଅଛ? ଏଇ ଦୁଃଖ ଭୋଗ ତୁମେ ଖ୍ରୀଷ୍ଟଙ୍କ ସକାଶେ କରୁଅଛ। ଯେତେବେଳେ ଆମେ ଅବ୍ରାହମଙ୍କର ଜୀବନ, ଦାଉଦଙ୍କର ଜୀବନ, ପିତର ପୁଣି ଅନ୍ୟମାନଙ୍କର ଜୀବନ ଗୁଡ଼ିକ ଆମେ ଚିନ୍ତା କରୁ, ସେମାନଙ୍କର ମଧ୍ୟରେ ଯଦ୍ୟପି ସେଇ ପ୍ରଶ୍ନ ଗୁଡ଼ିକ ଉଙ୍କି ମାରୁଥିଲା, ତଥାପି ସେମାନେ ଆପଣା ଆପଣା ଜୀବନ ବିଷୟରେ ସଚେତନ ହେଲେ। ମୁଁ ଲଜ୍ଜିତ ନ ହୋଇ ମୁଁ ଖ୍ରୀଷ୍ଟଙ୍କୁ ମୋ ଜୀବନରେ ଗୌରବାନ୍ୱିତ କରିବି, ଏହା ହେବ ଆମମାନଙ୍କର ଚିନ୍ତାର ବିଷୟ। ନିଜ ବିଷୟରେ ପ୍ରଶ୍ନ ପଚାରିବା, କାହିଁକି? ଦ୍ୱିତୀୟରେ, ମୁଁ ଲଜ୍ଜିତ କିମ୍ବା ଖ୍ରୀଷ୍ଟଙ୍କୁ ଗୌରବାନ୍ୱିତ କରିପାରୁଛି କି? ମୋ ନିଜ ବିଷୟରେ ଚିନ୍ତା କରୁଛି ନା ଖ୍ରୀଷ୍ଟଙ୍କ ବିଷୟରେ ଚିନ୍ତା କରୁଛି? ତୃତୀୟ ବିଷୟ, ପିତର କହୁଛନ୍ତି ଚାରିପାଖରେ ଯେଉଁ ହଜାର ଆତ୍ମା ମାନେ ଅଛନ୍ତି, ସେମାନଙ୍କ ବିଷୟରେ ମନୋଯୋଗୀ ନା କେବଳ ନିଜ ବିଷୟରେ ମନୋଯୋଗୀ? ପିତରଙ୍କର ସେଇ ପ୍ରଶ୍ନ ଗୁଡ଼ିକ ଯେତେବେଳେ ଆମମାନଙ୍କର ନିଜ ବିଷୟରେ ଆମେ ଚିନ୍ତା କରି ବସୁ, ଦୁଃଖ ମଧ୍ୟରେ, ତାଡ଼ନାର ମଧ୍ୟରେ ନିଜକୁ ପ୍ରଶ୍ନ ପଚାରିବା, କାହିଁକି ଏଇ ଦୁଃଖ ଭୋଗ? ମୋର ଜୀବନ ବିଷୟରେ, ଅନ୍ୟମାନଙ୍କର ବିଷୟରେ, ଖ୍ରୀଷ୍ଟଙ୍କର ବିଷୟରେ ମୋର କ'ଣ ଚିନ୍ତାଧାରା ଆଜି ଭିନ୍ନ ହେଇଯାଇଛି କି? ସେଥିପାଇଁ ଦୁଃଖ ଭୋଗରେ ମୁଁ ନିରାଶ ହେଇଛି, ହତାଶ ହେଇଛି। ପିତର କହୁଛନ୍ତି, ନା, ଉଠ, ନିଜକୁ ଉତ୍ସାହ ଦିଅ, ନିଜକୁ ପ୍ରେରଣା ଦିଅ। ମନେ ରଖ, ଈଶ୍ୱରଙ୍କ ନିକଟରେ ଆପଣାକୁ ସମର୍ପଣ କରିବାର ତୁମ ପାଇଁ ଏକ ଆହ୍ୱାନ ଆସୁଛି। ପ୍ରିୟ ଭାଇ ଭଉଣୀମାନେ, ଯେତେବେଳେ ଆମେ 19 ପଦ ପାଠ କରୁଛୁ, 19 ପଦରେ ପ୍ରେରିତ ପିତର ସେମାନଙ୍କୁ ଏଇ ତାଡ଼ନା ମଧ୍ୟରେ ଉତ୍ସାହ ଦେଇ କହୁଛନ୍ତି, ଯେଉଁମାନେ ଈଶ୍ୱରଙ୍କର ଇଚ୍ଛା ମତେ ଦୁଃଖ ଭୋଗ କରନ୍ତି, ସେମାନେ ବିଶ୍ୱସ୍ତ ସୃଷ୍ଟିକର୍ତ୍ତାଙ୍କ ହସ୍ତରେ ଆପଣା ଆପଣା ଆତ୍ମାକୁ ସମର୍ପଣ କରି ସତ୍କାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ। ଭାଇ ଭଉଣୀମାନେ, ଦୁଃଖ, କଷ୍ଟ, ତାଡ଼ନା ପ୍ରତି ଦୃଷ୍ଟିପାତ ନ କରି, ନିଜକୁ ସେଇ ସମସ୍ତ ମଧ୍ୟରେ ସମର୍ପଣ ନ କରି, ଦୁଃଖରେ ପତିତ ନ ହେଇ, ମାତ୍ର ପିତର କହୁଛନ୍ତି, ହେ ପ୍ରିୟ ବିଶ୍ୱାସୀ ଭାଇ ଭଉଣୀମାନେ, ବିଶ୍ୱସ୍ତ ଈଶ୍ୱରଙ୍କର ହସ୍ତରେ ଆପଣା ଆପଣା ଜୀବନକୁ ତୁମେ ସମର୍ପଣ କର। ଭାଇ ଭଉଣୀମାନେ, ଏହି ଆହ୍ୱାନ ପ୍ରତି କ'ଣ ଆମେ ସଚେତନ ହେଇ ଆମର ଜୀବନକୁ ଈଶ୍ୱରଙ୍କର ହସ୍ତରେ ସମର୍ପଣ କରିଦେବା? ଫଳରେ ଆମମାନଙ୍କର ଜୀବନ ଦ୍ୱାରା, ଆମମାନଙ୍କର ଜୀବନ ମାଧ୍ୟମରେ ଖ୍ରୀଷ୍ଟ ଦୁଃଖ ଭୋଗ ମଧ୍ୟରେ ତାଙ୍କର ପରିତ୍ରାଣର କାର୍ଯ୍ୟ, ତାଙ୍କର ଗୌରବର କାର୍ଯ୍ୟ ଅନ୍ୟମାନଙ୍କ ପ୍ରତି, ପୁଣି ଆମମାନଙ୍କର ଜୀବନ ପ୍ରତି, ପରିଷ୍କୃତର ଜୀବନ ଉପରେ ଯେପରି ଆମେ ଦିନ ପ୍ରତିଦିନ ପୃଥ୍ୱୀ ପାଇବାକୁ ପାରିବା,
आम कौन आम जीवन को से प्रकार समर्पण करवा मन रखा आम जीवन रे ईश्वर अनुग्रह यथेष्ट हो पारे आम निजर बड़े निजर सामर्थ्य ये दुख भोगरे आम निज निज जीवन को हुए तो ख्रीष्टर हस्ते ईश्वर बलवंत हस्ते समर्पण करने आम सक्षम हो न पारिबा किंतु मन रखा अनुग्रह गौरव को आम आहूत होइअछु से पांच पर्व जो पाठ करुचु पांच पर्व 5 पदरु 14 पद मध्य प्रेरित पितर 3-4 गुरुत्वपूर्ण विषय को सेमाने स्मरण करुचंती। प्रथमे ख्रीष्टर हस्तरे निज जीवन को समर्पण कर यह करने द्वारा कौन ना तुम्हें अपना अपना को नम्र कर परस्पर निकट रे अपना अपना को समर्पण कर एक नम्रतार जीवन को ईश्वर सेमानकर निकट आह्वान करुचंती दाबी करुचंती अपना अपना को नम्र कर ख्रीष्टर निकट रे केवल नुहे मात्र अन्य मान निकट रे। प्रिय भाई भौणी माने ए दुख कष्ट मध्य आज कौन मैंने गर्वित अहंकारी आज कौन आम जीवन रू से प्रेम भाव तुट हो जाइए अन्य मानकर विशेषकर विरोधी लोक मान प्रति आम मनोभाव तिक्त हो जाइए विचार भाव आम से देखुचु से प्रति विभिन्न प्रकार भाव आम कथा कहूँ किंतु मन रखा पितर कहते अपना अपना को तुम्हें नम्र कर। द्वितीय विषय तुम्हें जाग्रत हुआ 8 पद आ 9 पद लिखा जाउची तुम्हें जाग्रत हो कहीं ना शैतान सिंह प्राय गर्जन करुची कहा को फुलेब कहा को उपरे से छांप मारिब कहा को विनाश करिब से चतुरतार सहित आसुची सिंह प्राय आसुची पुणी स्वर्गर दूतर न्याय आसुची से आसुची भूलेगा पाई आसुची प्रतिरोध करने आसुची आरंभरू एपर्यंत शैतान ईश्वर विरुद्ध रे ईश्वर लोक मान विरुद्ध रे ईश्वर सेवाकारी मान विरुद्ध रे युद्ध कर आसी से पितर कहते केवल तुम्हें अपना अपना को नम्र कर ख्रीष्ट हस्त समर्पण कर ताहा नुहे मात्र तुम्हें जाग्रत रह सिंह प्राय गर्जन कर तुम्हें प्रतिरोध कर शेष तुम्हें भरोसा युक्त हुओ निराश हो नहीं तुम्हें भरोसा युक्त हुओ। 10 पदरु 14 पदरे पितर कहते तुमर हस्तरे ईश्वर अनुग्रह अच्छी जो माने तांको ऊपर निर्भर करती से अनुग्रह दियंती तांकर अनुग्रह प्रत्येक समर्पित भाई भौणी मान प्रति विश्वासी मान प्रति सेवाकारी मान प्रति यथेष्ट। पितर कहते तुम्हें ईश्वर अनुग्रह को हालुक भाव तुम्हें ग्रहण न कर कारण कौन ना गौरव रे तुम्हें प्रवेश करने जाऊच ए दुख कुआड़े उभे जीव तार ना कुआड़े चली जीव आ तुम्हें गौरव रे ईश्वर टिकट रे तुम्हें गृहीत हब। यही दुख भोग केवल क्षणिक मात्र दुख भोग तुमर चरित्र को तुमर जीवन को कौन करिवो केवल परिष्कृत करिवो ताहा नुहे मात्र ताहा तुमर जीवन को ख्रीष्टंक ठारे सुस्थिर करिवो शक्तियुक्त करिवो आ तुमने अपना अपना विश्वास रे स्थिर अटल रहिवो। प्रिय भाई भौणी माने जेतबेले आमने पितरकर एई प्रथम चिठाओ टिके पाठ करुचु केते सरल भाव रे पितर सेई दिन विक्षिप्त ताड़नाग्रस्त विश्वासी मान को उत्साह प्रेरणा कला परी आज कौन मान को से वाक्य कथा कहूना कि आमर परित्राण को धरी रखु आमर जीवन को एक पशुतर जीवन भाव रे ईश्वर हस्तरे आम समर्पण करदे कारण ये दुख भोग केवल क्षण काल स्थायी आम एक गौरव अपेक्षा करिछि कारण जीशु आसुचंती से गौरव रे आसुचंती से महिमा रे आसुचंती कर्तापण रे आसुचंती आ से आमान को तांकर गौरव रे से आमान को ग्रहण करिवे। वास्तव रे प्रिय भाई भौणी माने केड़े गौरवर विषय केड़े भरोसा युक्त विषय
ଯେ ଦୁଃଖ ଭୋଗରେ ଆମମାନେ ଈଶ୍ୱରଙ୍କର ଗୌରବର କାରଣ ହେଇପାରିବା। ପ୍ରଭୁ ଆମ ସମସ୍ତଙ୍କୁ ଏହି ବାକ୍ୟ ଶିକ୍ଷାରେ ଆଶୀର୍ବାଦ, ଉତ୍ସାହ, ପୁଣି ପ୍ରେରଣା ପ୍ରଦାନ କରନ୍ତୁ। ଆମେନ୍।